ନମସ୍କାର। ଆଜି ବି କାଳୁର କଥା ଆପଣମାନେ ଭାବିପାରନ୍ତି ସବୁବେଳେ ମୁଁ କାହିଁ କାଳୁର କଥା କହୁଛି। କାଳୁର କଥା କହୁଛି ଏଇ ସକାଶେ ଯେ ମୋର ଯେଉଁ ଏଇ ଜୀବନ ଚାଲିଛି, ଏ ଜୀବନରେ କାଳୁ ଛଡ଼ା ମୋର ଆଉ କାହାରି ସହିତ ସମ୍ପର୍କ ନାହିଁ। କାହାରି ସହିତ ସମ୍ପର୍କ ନାହିଁ ମାନେ ମୁଁ କ'ଣ ଘରେ ନାହିଁ? ମୁଁ ଘରେ ଅଛି। ଘରେ ମଧ୍ୟ ମୋର ପୁଅ ଅଛି, ସ୍ତ୍ରୀ ଅଛି। ମୁଁ ଏକ ସଂସାରୀ ମଣିଷ। ମୁଁ ସଂସାର ଭିତରେ ଅଛି, କିନ୍ତୁ ସତ କଥା କହୁଛି, ମୁଁ ସିନା ସଂସାର ଭିତରେ ଅଛି, ସଂସାର ଆଉ ମୋ ଭିତରେ ନାହିଁ। ମୋ ଭିତରେ ପ୍ରତି ମୁହୂର୍ତ୍ତରେ କେବଳ ମୋର ଏଇ କାଳୁ ଅଛି। ଅବିକଳ ଯେମିତି ଯୌବନ ଅବସ୍ଥାରେ ଯିଏ ପ୍ରେମ କରିଥିବ ସେ କେବଳ ମୋ କଥାଟାକୁ ବୁଝିପାରିବ। ଯିଏ ଜୀବନରେ ପ୍ରେମ କରିନି ସେ ମୋ କଥାକୁ ଆଦୌ ବୁଝିପାରିବ ନାହିଁ। ପ୍ରେମରେ ପଡ଼ିଥିଲା ବେଳେ ତମର ଶୟନେ ସପନେ ଜାଗରଣେ କେବଳ ପ୍ରେମିକା ପ୍ରେମିକା ପ୍ରେମିକାର ମୁହଁ ହିଁ ଦୁଶୁଥିବ। ସବୁବେଳେ ତମେ ତାରି କଥା ଭାବୁଥିବ। ତା ଛଡ଼ା ଯେମିତି ସଂସାରରେ ଆଉ କେହି ନାହିଁ। ଏପରିକି ତୁମ ବାପା ମା ମଧ୍ୟ ପ୍ରେମିକା ଆଗରେ ନିଷ୍ପ୍ରଭ ହୋଇଯାଆନ୍ତି। ମୁଁ ଯେହେତୁ ପ୍ରେମ କରିଛି, ପ୍ରେମରେ ଉବୁଟୁବୁ ହେଇଛି, ଆକ୍ତାମାକ୍ତା ହେଇଛି ଏବଂ ପ୍ରେମର ଅତଳ ଗହରରେ ଯେତେବେଳେ ମୁଁ ବୁଡ଼ି ଯାଇଛି, ସେଇ ଅତଳ ଗହର ଭିତରେ ମାନେ ସମୁଦ୍ରର ଯେମିତି ଅତଳ ଗହର, ତା ଭିତରେ ବୁଡ଼ିଗଲା ପରେ ମୁଁ କିନ୍ତୁ ମୋର ରକ୍ତ ମାଂସ ଶରୀରର ପ୍ରେମିକାକୁ ପାଇନଥିଲି। ମୁଁ ତା ଭିତରେ ପାଇଥିଲି ମୋର ଏଇ କାଳୁକୁ, ଯିଏ ମୋର ବର୍ତ୍ତମାନ ଜୀବନର ପ୍ରେମିକା ବା ସିଏ ମୋର ପ୍ରେମିକ। ତେଣୁ କାଳୁ ଛଡ଼ା ମୋର ଆଉ କେହି ନାହିଁ ଯାହା ବିଷୟରେ ମୁଁ କିଛି କଥା କହିପାରିବି। ଏମିତି ଦେଖିଲେ ମୁଁ ଜ୍ଞାନ ଦୃଷ୍ଟିରୁ ସମ୍ପୂର୍ଣ୍ଣ ମୂର୍ଖ। ମୁଁ ଶାସ୍ତ୍ର କ'ଣ ଜାଣେ ନାହିଁ, ଗୀତା ଭାଗବତ ବେଦ ଉପନିଷଦ କ'ଣ ଜାଣେ ନାହିଁ, କିମ୍ବା ଜାଣିବାର ମଧ୍ୟ ମୋ ଭିତରେ ଆଗ୍ରହ ନାହିଁ। ମୁଁ କେବଳ ପ୍ରତିଟି ମୁହୂର୍ତ୍ତରେ ମୋର ପ୍ରତିଟି ହୃଦୟର ସ୍ପନ୍ଦନରେ ମୁଁ କେବଳ କାଳୁ କାଳୁ ହେଉଥାଏ ଏବଂ କାଳୁକୁ ଅନୁଭବରେ ଆଣୁଥାଏ। ଆଜି ସେଇ କାଳୁର କଥା। କାଳୁ ଏଭଳି ଏକ ପ୍ରେମିକ ପୁରୁଷ ବା ପ୍ରେମିକ ଠାକୁର, ସେ ଯଦି ତମ ସହିତ ସମ୍ପର୍କ ଯୋଡ଼ିଦେଲା, ସିଏ ମଧ୍ୟ ତମ ସହିତ ଥଟ୍ଟା ମଜା କରିବ, ଲୁଚୁକାଳି ଖେଳ ଖେଳିବ, ସମୟ ସମୟ ତମକୁ ମଧ୍ୟ ଗୋଟେ ସରପ୍ରାଇଜ କରିଦେବ। ସରପ୍ରାଇଜ ମାନେ ଆମେ ଯେମିତି ଗୋଟେ ଜିନିଷ ଆଶା କରିନଥିବା, ହଠାତ୍ ସେ ଘଟଣାଟା ଘଟିଯିବ, ବା ପୁଅ ଆସି କହିବ ବାପା ସରପ୍ରାଇଜ, କି ଝିଅ ଆସି କହିବ ବାପା ସରପ୍ରାଇଜ, କ'ଣ ଗୋଟେ ଆଣିକି ତମକୁ ଦେଖେଇଦବ। এইটুকু ଆପଣ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ। ଜଣକୁ ହଠାତ୍ ସରପ୍ରାଇଜ ଦେବା ବା ତାର ଭାବନା ବାହାରେ ତାକୁ ହଠାତ୍ ହଚକିତ କରିଦେବା। କାଳୁ ସହିତ ଯେତେବେଳେ ସମ୍ପର୍କଟା ଅବିକଳ ଏ ସଂସାରର ଜୀବନଚର୍ଯ୍ୟା ଭିତରେ ଆମେ ଯେମିତି ଚଳପ୍ରଚଳ ହେଉଛେ, ଠିକ୍ ଅବିକଳ ସେମିତି କାଳୁ ସହିତ ଯେମିତି ପ୍ରତିଦିନ ଯଦି ତା ସହିତ ଆମର ଜୀବନର ନାଁଟା ଧୀରେ ଧୀରେ ବହିଲା, ତାହେଲେ କାଳୁ ମଧ୍ୟ କିଛି କମ୍ ଥଟ୍ଟା ତାମସା କରିବନି। ମଜା ଯେ ନ କରିବ ତା ନାହିଁ, ସିଏ ବି ସମୟ ସମୟ ତମ ସହିତ ଖେଳିବ। ମଝିରେ ମଝିରେ ସିଏ ମଧ୍ୟ ତମକୁ ସରପ୍ରାଇଜ ଦେବ। ଆଜି ସେଇ କାଳୁ କେମିତି ସରପ୍ରାଇଜ ଦିଏ, ଏବଂ ମୋର ଏଇଟା ଚାଲିଛି ମେ ଏଇ ଏପ୍ରିଲ 15 ତାରିଖ ପର ଘଟଣା, ଏଇ ମାସେ ତଳ ଘଟଣା। କାଳୁ କେମିତି ମୋତେ ହଠାତ୍ ହଚକିତ କରିଦେଲା, ଆଜି ମୁଁ ତାରି ଉପରେ କହିବି। ତେବେ
ଏଇଠାରେ ମୁଁ ପୁଣି ସୂଚେଇ ଦଉଛି ଯେ ମୁଁ ତ ତୁଳସୀ ଦାସ ଆଶ୍ରମ ଛାଡ଼ି ଦେଇଛି। ମୋର ତ କହିବିନି, ଆମ ସମସ୍ତଙ୍କର ଗୋଟେ ନୂଆ ଆଶ୍ରମ ତିଆରି ହେଉଛି ଶୂନ୍ୟ ସ୍ୱାମୀ ଧ୍ୟାନପୀଠ। ସେଇ ସୁନାଖଳା ଗାଁରେ ସେଇ ତୁଳସୀ ଦାସ ଆଶ୍ରମ ପାଖରେ ମୁଁ କହିଛି ହାଡ଼ିଆ ଭାଇ ବୋଲି ଜଣେ ସେଇ ଗାଁର ଲୋକ ଯିଏ ମୋତେ ଜମିଟାକୁ ଦାନ କଲେ, ଏବଂ ସେଇଟା ମଧ୍ୟ ଏନେ ଦ୍ରୁତ ଗତିରେ ଆପଣମାନଙ୍କର ସାହାଯ୍ୟ ସହାନୁଭୂତିରେ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି। ଯଦିଓ ବଜେଟ୍ ମାନେ ଯେଉଁ କଣ୍ଟ୍ରାକ୍ଟର କାମ ନେଇଛି, ଇଞ୍ଜିନିୟର କାମ ନେଇଛନ୍ତି, ସେ କହିଛନ୍ତି ଏଥିରେ 1,10,00,000 ଖର୍ଚ୍ଚ ହେବ। 1,00,00,000 ମୋତେ ଯଦି ବାଡ଼େଇକି ମୋ ଘର ଦ୍ୱାର ବିକାଯାଏ ବି ମୋର 1,00,00,000 ଟଙ୍କା ବାହାରିବନି। ତେଣୁ ମୁଁ କାଳୁକୁ କହିଦେଲି, ସବୁ କରୁଛୁ ତୁ ଏ ଜୀବନରେ, ମୋତେ କିଳା ଦଉଛୁ ତୁ, ମୋ ସହିତ ଖେଳ ଖେଳୁଛୁ ତୁ। ଯଦି ତୁ ଗୋଟେ ଆଶ୍ରମ କରିବା ପାଇଁ କାହା ମୁଣ୍ଡରେ ଭର୍ତ୍ତି କଲୁ, ସେ ଆଶ୍ରମଟାକୁ ତା ଜାଗାଟାକୁ ଦାନ କରିଦେଲା, ତୋଳା ଦାୟିତ୍ୱ ତୋର। କାରଣ ତା ଭିତରେ କାଳୁ ପାଇଁ ମଧ୍ୟ ଗୋଟେ ମନ୍ଦିର ହବ, ଯୋଉଠି ମୋର କାଳୁ ମଧ୍ୟ 3 ଜଣ ଯାକ ରହିବେ। ସେଠି ମଧ୍ୟ ଆଶ୍ରମରେ ମୋର କାଳୁ ସହିତ ଖେଳ ଆରମ୍ଭ ହବ। ତେଣୁ ଟଙ୍କା ଯୋଗାଡ଼ ତୁ କରିବୁ। ତେଣୁ ଖୁସିର କଥା, ମନକୁ ମନ ଅନେକ ଲୋକ ଯେଉଁମାନେ ମୋର ୟୁଟ୍ୟୁବ ଶୁଣୁଛନ୍ତି ବା ମୋ ସହିତ ଜଡ଼ିତ, ମୁଁ ନ ମାଗିଲେ ମଧ୍ୟ ସେମାନେ ମନକୁ ମନ ଆସି କିଛି ଆଶ୍ରମ ପାଇଁ ଗୋଟେ ଆକାଉଣ୍ଟ ଖୋଲା ହେଇଛି, ସେଇ ଆଶ୍ରମ ଆକାଉଣ୍ଟରେ ମଧ୍ୟ ସେମାନେ ଟଙ୍କା ଦଉଛନ୍ତି। ଏବଂ 1,00,00,000 ଯଦିଓ ନ ହେଇଛି, ବର୍ତ୍ତମାନ ସୁଦ୍ଧା 10-12 ଲକ୍ଷ ଟଙ୍କା ଯୋଗାଡ଼ ହେଲାଣି, ଯେଉଁଥିରେ କାମ ଆରମ୍ଭ ହେଇଛି। ଏବଂ ମୋତେ ବହୁତ ଖୁସି ଲାଗିଲା, ଏଇ ୟୁଟ୍ୟୁବରେ ମୋତେ ଶୁଣୁଥିବା ଅନେକ ଭାଇ ଭଉଣୀମାନେ ସ୍ୱତଃପ୍ରବୃତ୍ତ ଭାବରେ ଜଣେ ଭାଇ 1,00,000 ଟଙ୍କା ପଠେଇଦେଲେ, ଜଣେ ଭଉଣୀ 50,000, କିଏ 10,000, 5,000। ଏବଂ ଏହା ମଧ୍ୟ କହୁଛି, ଟଙ୍କାଟିଏ ବି ଯିଏ ଦେବ ମୁଁ ବି ଖୁସି ହେବି, କାଳୁ ଖୁସି ହେବ। ମୋତେ କେହି ଦେଉନାହାନ୍ତି, ମୁଁ ସଂସାର କେତେ ଦିନ, ମୁଁ ନଥିବି, ଆଶ୍ରମ ଥିବ, ହୁଏତ ଆପଣମାନେ ବି ଥିବେ। ଆଶ୍ରମ ଆମ ସମସ୍ତଙ୍କର, ଆଶ୍ରମ ଭିତରକୁ ଆସୁଥିବେ, ଯାହାର ଯେତେ ଦିନ ଇଚ୍ଛା ରହୁଥିବେ, ଆଶ୍ରମ ଜୀବନ ବିତଉଥିବେ। ଆଶ୍ରମଟା ମୁଁ ସମସ୍ତଙ୍କ ପାଇଁ କରିଯାଉଛି, ଯାହା ଭିତରେ କହୁଛି ନୀତି ନିୟମ ରହିବନି, ସମସ୍ତଙ୍କର ଦୁଆର ଖୋଲା ଥିବ ଏ ଆଶ୍ରମ ପାଇଁ। ପୁଣି ଥରେ କହୁଛି, ଯଦି ଯେଉଁମାନେ ଚାହିଁବେ ଆଶ୍ରମର ନିର୍ମାଣ ପାଇଁ ସାହାଯ୍ୟ କରିବା ପାଇଁ, ସେମାନେ ପପୁ ମହାରାଜଙ୍କର ଆକାଉଣ୍ଟର ନମ୍ବରଟା 943-793-1018 943-793-1018 ରେ ଟଙ୍କା ମଧ୍ୟ ପଠେଇ ପାରିବେ। ଏତକ ଛାଡ଼ି ଦିଅନ୍ତୁ, ଏଟା ଆଶ୍ରମ ପାଇଁ ଗଲା। ଆଜି ହେଉଛି ବର୍ତ୍ତମାନ କାଳୁ ପାଇଁ, କାଳୁ ଯାହା ହଚକିତ କରିଦେଲା ସେଇ କଥା। ବର୍ତ୍ତମାନ ମୁଁ କାଳୁକୁ ଟିକେ ରଖିଦେଉଛି, ମୁଁ କହୁଛି। ଆଶ୍ରମର ନୂଆ ଜାଗା ଆମର ରେଜିଷ୍ଟ୍ରେସନ ହେଇଗଲା, ଗଲା ମାର୍ଚ୍ଚ 31 ତାରିଖ ଦିନ। ମୁଁ ଚାହିଁଲି ଆଶ୍ରମଟା କେତେବେଳେ ମୋ ନାଁରେ ନ ରହୁ, ଏଥିରେ ସମସ୍ତେ, ଏଇଟା ସମସ୍ତଙ୍କ ଆଶ୍ରମ। ତେଣୁ ଗୋଟେ ଟ୍ରଷ୍ଟ ବୋର୍ଡ ଯେଉଁ 4-5 ଜଣ ହେଲେ ଆଶ୍ରମକୁ ଚଳେଇବେ, ସେଥିପାଇଁ ମଧ୍ୟ ମୁଁ କୋର୍ଟରେ ଯାଇକି ଗୋଟେ ରେଜିଷ୍ଟ୍ରେସନ କରେଇଦେଲି। ଟ୍ରଷ୍ଟ ବୋର୍ଡ ଯେଉଁ ବ୍ୟକ୍ତିବିଶେଷ ମାନେ ଆଶ୍ରମକୁ ଭବିଷ୍ୟତରେ ମୁଁ ନଥିଲା ବେଳେ ବି ଚଳେଇ ନେଉଥିବେ, ବା ସେମାନେ ଯେତେବେଳେ ଚାଲିଯିବେ ସେମାନେ ମଧ୍ୟ କାହାକୁ ଦାୟିତ୍ୱ ଦେଇ ଚାଲିଯିବେ, ହେଇଗଲେ ଭଲ। କାରଣ ମୋ ପରେ କେତେବେଳେ ମୋ ପୁଅ କହିବନି ଏ ଜାଗାଟା ଆମର, ଏଠୁ ମୁଁ ବିକିବି ନା, ମୋର ବୋଲି ଏଠି ସଂସାର କିଛି ନାହିଁ, ସବୁ ହେଉଛି କାଳୁର। ଆଚ୍ଛା, ଏଇ ଯେଉଁ କାଳୁ ହଚକିତ କରିଦେଲା, ଯେଉଁ ଖେଳଟା କରିଲା, ସେଇ ବିଷୟରେ କହୁଛି। ବୋଧହୁଏ ମୋର ମନେ ପଡ଼ୁଛି, ସେଇଟା ଏପ୍ରିଲ 15 ତାରିଖ ବା ମାସେ ତଳେ ସାଲେପୁର ଠିକ୍ ରେଜିଷ୍ଟ୍ରେସନ ଅଫିସ, ମୁଁ ମୋ ସହିତ ଆଉ ମୋର 4 ଜଣ ଅନୁଗାମୀ ଭାଇ ଯେଉଁମାନଙ୍କୁ ନେଇକି ଟ୍ରଷ୍ଟ ବୋର୍ଡଟା ରେଜିଷ୍ଟ୍ରେସନ ହେଲା, ଆମେ ସାଲେପୁର ଯାଇଥିଲୁ। ସାଲେପୁରରେ ଆମେ ପ୍ରାୟ ପହଞ୍ଚିଲୁ ସକାଳ 8:30-9ଟା ସୁଦ୍ଧା।
बहुत पाराफन्या अच्छी आपण मैंने जानते तो ऑफिसर कार्यक्रम केमिति सेठू समस्त काम करी ट्रस्ट को रेजिस्टर्ड करी आमे फेरिला बेलू प्राय पाखापाखि हो गला 1:30 प्रचंड भोक मुझे देखिले प्रकृत में भोक आदौ संभाली पारे मु कहली कौन खाइबा मोर जो 4 भाई थिले परमानंद भाई कटकर शिल्पपति उत्कलेन्दु भाई अमेरिकार सी अमेरिकार सफ्टवेयर चाकरी करती सी भाई थिले 2 विमल दीक्षित विमल भाई भुवनेश्वर रिटायर्ड डिफेन्स सर्विस करते सी 3 आमर सुनील पात्र सी चाइनीज ओप्पो कंपनी चाकरी करती सी विमल भाई परमानंद भाई उत्कलेन्दु भाई सुनील भाई मु एमती आमे आउ आमर मोर सान भाई सत्य चैतन्य ब्रह्मचारी सत्य चैतन्य आमे एतिकी लोक जाइथुलु जेतले काम सरीगला 1:30 सुधा प्रचंड भोक होची मु कहली कौन खाइबा समस्त कहले बाबा कौन खाइबा आपण निजे कहतु जदि भोक संभाली पारिबे ताले आमे भुवनेश्वर फेरी गला बेले बाटेरे पहाड़ पाखे गोटे जगन्नाथ मंदिर पड़े सेठी प्रसाद बिक्री हुए प्रसाद खाइबार व्यवस्था करा जाइछि प्रतिदिन शह शह लोक प्राय सकाल 9 रु संध्या 5टा जाए प्रसाद पाई थांती जगन्नाथ मंदिर रे जदि आपण भोक संभाली पारिबे तामे आमे गाड़ी रे तो जाउचे पहाड़ जाए पळेबा सेई जगन्नाथ मंदिर रे आज प्रसाद पाइबा मो मनटा बता से मन को मानि गला मु कहले जाऊ आज तो जगार ट्रस्ट बोर्ड रजिस्ट्रेशन हो गला जगन्नाथ प्रसाद खाले खुशी लगे मोर किंतु गोटे दुर्बलता टिके मीठा प्रति मु जलखिया खाइला परे मीठा खाए भात खाई सारा परे मीठा खाए राति रे रुटी संगे मीठा खाए एवं राति अधरे जिते स्त्री शोई पड़ी थाए उठिकी जो परिस्रा उठे फ्रिज भितर चोरेकी लुचेकी कहीं न जानला भाया मो पुओ स्त्री मीठा थी मीठा खाई से राति 1-2टा ही तो पचे जो समय दांत घोषिया कथा बहुत हुए से समय मतलब मीठा खाई शोई पड़े तेणु जिते से कहले आम जगन्नाथ मंदिर में प्रसाद पाइबा पहाड़ पाखे मु कहली प्रसाद पाया जे सेठी कौन किसी खीरी खाइबार व्यवस्था अच्छी मत खीरी भल लगे पूरी संगे खीरी कि महाप्रसाद पर खीरीटा आम पूरी लोक तो आम महाप्रसाद खाई सारे खीरा निश्चय खाइबू क्षीर सागर खीरा मु स्वाभाविक पचारि ये तो 1:30 है आम पहाड़ को प्राय 2:30-3टा हो किंतु प्रसाद खाइबी किंतु सेठी खीरी व्यवस्था अच्छी कि सुनील भाई आमर जे मो संगे जाती सुनील भाई कहले हाँ हाँ बाबा सेठी प्रसाद संगे खीरी व्यवस्था अच्छी मो मनटा प्रेम हो गला मु कहली ताल तो ठीक है आम बाहर कौटी खाइबानी क्या होटेल फोटेल आमको खीरी मिलबनी तेणु आम से प्रसाद खाइबा से अनुसार आम आसी पहुँचलु पहाड़ पाखे पहुँचला बेलू पाखापाखि दिन 3टा मुकली दिन 3टा है कौन प्रसाद मिल ना चलो तो देखा तेबे गला बेलू मु प्रथम थर में जीवन सेठी गली विराट हॉल गोटे थर रे 100-150 लोक बसी चेयर खाऊँ कि प्रसाद आमर पुरी महाप्रसाद व्यवस्था आम तले बस खाइबू एवं पुरी महाप्रसाद खाला बेले कौन आसन बा चटई उपर बसबुनि से असम्मान आम खाली तले चटाण माने चटई कि आसन किसी पड़ोनी खाली रे बसबू महाप्रसाद खाइबू ये आम पुरी विधि से आम अक्षर अक्षर पालन करूँ जेहेतु कालू आम भल पाऊ किंतु एठी देखली सेटा प्रसाद किंतु डाइनिंग टेबुल चेयर खाइबो हैला जुग बदलुची आधुनिकता पशि आसला ठाकुर आमर आस्ते आस्ते आधुनिकता को बहुत हुए बाध्य होगी आपण ने तेणु आम बसीगलु डाइनिंग टेबुल प्रसाद आसला अरुआ भात डालमा बेसर शाग खटा आंब खटा सुस्वादु किसी ये ना भल लगे आम सब खाइलु समस्ते खाऊचु खिया सरी आसूची मुझेतु अल्प खाए मो खियाटा 1 मिनिट लगे सब घरे हो आश्रम जुट हो 1 मिनिट बेलू मोर खिया सरी जाइए लोक मान खिया सर को 15-20 मिनिट लगे मोर मिनिटे सरी जाए मुझे हाथ धोईकी छिड़ा जाए एटी भी मोर सेमती जल्दी खिया सरीगला
ମୁଁ ଅପେକ୍ଷା କଲି, ଭାଇମାନେ ଖାଉଛନ୍ତି, ଚୁପଚାପ ବସିଲି। ତାଙ୍କର ଯେତେବେଳେ ଖିଆ ସରି ଆସିଲା, ସେଥିରୁ ଆମର ସୁନୀଲ ଭାଇ ସେ ବୟକୁ ଡାକିଲେ, କି ସେ ଜଗନ୍ନାଥ ମନ୍ଦିର ଯୋଉ ପିଲା ପରଶୁଥିଲେ, କହିଲା ଆରେ ଭାଇ ବର୍ତ୍ତମାନ ଆମେ 5 ଜଣ ଥିଲୁ, ଆଉ 5ଟା କ୍ଷୀରି ଦିଅ। ସେ କହିଲା ଆଜ୍ଞା କ୍ଷୀରି ଆଦୌ ନାହିଁ, କ୍ଷୀରି 12ଟାରୁ ସରିସାରିଲାଣି। ଆଦୌ ନାହିଁ, କ୍ଷୀରି 12ଟାରୁ ସରିସାରିଲାଣି, କ୍ଷୀରି ଅଳ୍ପ ହୁଏ, 12ଟାରୁ ସରିସାରିଲାଣି, ଆଜି ଏଣେ ଆସି 3ଟା ବାଜିଲାଣି। ମୋ ମନଟା ପୁରା ମରିଗଲା। ସେ କହି ପଳେଇଲା। ମୁଁ ସେଥିରୁ କହିଲି ସମସ୍ତଙ୍କୁ, ମୁଁ କହିଲି ତମେ କହିଥିଲ ଏଠି କ୍ଷୀରି ମିଳିବ, କ୍ଷୀରି ଆଶାରେ ଲୋଭରେ ମୁଁ ଏଠିକି ଆସିଥିଲି ପ୍ରସାଦ ଖାଇବା ପାଇଁ। ଯଦି ବାଟେ ତମେ କହିଥାନ୍ତ ସେଠି କ୍ଷୀରି ନଥାଏ, ମୁଁ କହିଥାନ୍ତି ଆମେ ହୋଟେଲରେ ଖାଇବା, ପଛେ ସେଠି ରୁଟି ତଡ଼କା ଖାଇବା, ସାଧା ତଡ଼କା ଖାଇବା, କି ଆଉ କ'ଣ ଖାଇବା, ମିକ୍ସ ଭେଜ୍ ଖାଇବା, ବୋଧେ ଭଲ ଲାଗିଥାନ୍ତା। ମୁଁ କେବଳ କ୍ଷୀରି ଲୋଭରେ ଚାଲି ଆସିଲି ଯେ ଏଠି ପ୍ରସାଦ ଖାଇବା, ପଛରେ କ୍ଷୀରି ମୁଁ ପାଇବି। ଏଠି ତ କ୍ଷୀରି ନା, ଆଉ କ'ଣ କରିବା, 3ଟା ତ ବାଜିଲାଣି। ମୋ ଭାଇମାନେ କହିଲେ ହଉ ନାହିଁ। ମୁଁ କହିଲି ପ୍ରଭୁର ଇଚ୍ଛା ନାହିଁ, ନହେଲା ନାହିଁ, ଆଉ କ'ଣ କରିବା, ବାଧ୍ୟ ତ କିଛି ନାହିଁ। ଏତିକି ସେମାନଙ୍କର ଖିଆ ଚାଲିଛି, ଶେଷ ଖିଆ ଚାଲିଛି, ମୁଁ ମନ ଦୁଃଖରେ ବସିଛି। ଯୋଉ ପିଲାଟି ଯାଇ କହିଥିଲା କ୍ଷୀରି ନାହିଁ, ସେ ଫେର ଦୌଡ଼ି ଆସିଲା, କହିଲା ସାର୍ 5 ପ୍ଲେଟ୍ ତ ନାହିଁ, କିନ୍ତୁ ଗୋଟିଏ ପ୍ଲେଟ୍ କ୍ଷୀରି ବଳିଛି, ଅଛି ନା? ଗୋଟିଏ ପ୍ଲେଟ୍ ନା? ହଁ ଗୋଟିଏ ପ୍ଲେଟ୍ ଅଛି, କେମିତି ରହିଯାଇଛି ଆଉ। ସେ ତ କହିଲେ ହଉ ଠିକ୍ ଅଛି, ସେ ଗୋଟିଏ ପ୍ଲେଟ୍ ଆଣ। ଏମାନେ ମୋତେ କହିଲେ ଆପଣ ତ ଚାହୁଁଥିଲେ କ୍ଷୀରି ଖାଇବା ପାଇଁ, କ୍ଷୀରି ଖାଇବା ଲୋଭରେ ଏଠିକି ଆସିଛନ୍ତି। ଆମେ ତ କ୍ଷୀରି ଖାଇବା ନ ଖାଇଲେ ଆମର ଚଳିବ, ଆମେ ଯେ ଖାଇସାରିଲା ପରେ କ୍ଷୀରି ଖାଉ ସେମିତି ନାହିଁ। ଆପଣ ଖାଇସାରିଲା ପରେ କ୍ଷୀରି ଖାଆନ୍ତି ବା ମିଠା ଖାଆନ୍ତି, ସେଇ ସକାଶେ ଆପଣ କହିଲେ ମୁଁ ସେଇଠି ଖାଇବି। ଦେଖନ୍ତୁ ଗୋଟିଏ ପ୍ଲେଟ୍ ଆପଣଙ୍କ ପାଇଁ ଅଛି। ଏହା କହିକି ସେ ଯୋଉ ପିଲାଟି ଆସି କହିଲା ଗୋଟିଏ ପ୍ଲେଟ୍ ଅଛି, ସେ ପ୍ରକୃତରେ ଗୋଟିଏ ପ୍ଲେଟ୍ କ୍ଷୀରି ଆଣି ଥୋଇଲା। ଯେହେତୁ ଶେଷ ପ୍ଲେଟ୍ ସେଇଟା, ଗୋଟେ ପ୍ଲେଟ୍ରେ ଯେତିକି କ୍ଷୀରି ଜେଗା ହେବା କଥା ସେ ପୁରା ପୋଛି ପାଛି ଆଣିଛି। ମାନେ ସେ ପ୍ଲେଟ୍ଟାକୁ ଯଦି ଦିଭାଗ କରାଯାଇଥାନ୍ତା, ପ୍ରକୃତରେ ଯୋଡ଼ିଏ ପ୍ଲେଟ୍ ସେଥିରୁ କ୍ଷୀରି ବାହାରିଥାନ୍ତା, କିନ୍ତୁ ଗୋଟିଏ ପ୍ଲେଟ୍ରେ ସେ ଆଣିକି ଉବୁଟୁବୁକିରି ଆଣି ମୋ ଆଗରେ ଥୋଇଦେଲା। ବିଶ୍ୱାସ କରନ୍ତୁ, ସେଇ ମୁହୂର୍ତ୍ତରେ ମୋ ଆଗରେ ତ ଭାଇମାନେ ଅଛନ୍ତି, ସବୁବେଳେ ଇମୋସନଟା ବାହାରିବାଟା ଠିକ୍ ନୁହଁ। ମୁଁ ଭିତରେ କାନ୍ଦି ପକେଇଲି। ଭିତରେ ମୁଁ ହଠାତ୍ ମାନେ ସ୍ଥିର ହେଇଗଲି। ମୋ ମନ ଭିତରେ କାଳୁକୁ ସାଙ୍ଗେ ସାଙ୍ଗେ ମନ ଭିତରେ ମୁଣ୍ଡିଆଟେ ମାଇଲି। ମୁଁ କହିଲି କାଳୁ, ଖାଲି ଏଇ ଜନ୍ମରେ ନୁହଁ, ମୁଁ ଯଦି ଆଗାମୀ 1000 ଜନ୍ମ ନିଏ, ତୁ ଏ ଜନ୍ମରେ ମତେ ଯାହା ଦଉଛୁ ମୁଁ ତ ଋଣ ଶୁଝି ପାରିବିନି। ମୁଁ ଜନ୍ମ ଜନ୍ମ ଧରି ତୋ ପାଖରେ ଋଣୀ। ପେଟ ପୁରାକିରି ମୁଁ ସେଦିନ କ୍ଷୀରି ଖାଇଥିଲି। ଏ 5 ଭାଇ ଯାକ ମୋ ସହ ଯୋଉ ଅନ୍ୟ 4 ଭାଇ ଥିଲେ, ସେ କହିଲେ ବାବା ଏ ତ ବଡ଼ ଆଶ୍ଚର୍ଯ୍ୟ କଥା। ସେ ପିଲାଟି କହିଲା 12ଟାରୁ କ୍ଷୀରି ସରିଗଲାଣି, କହି ଚାଲି ଯାଇଥିଲା। କ'ଣ 12ଟାରୁ 3ଟା ଯାଏ ଆ ଭିତରେ କେହି କ୍ଷୀରି ମାଗିନଥିଲେ? ଆମକୁ ତ ପୁରା ଲାଗୁଛି ଏଇ ଗୋଟିଏ ପ୍ଲେଟ୍ କ୍ଷୀରି ବୋଧେ 12ଟାରୁ କାଳୁ ଆପଣଙ୍କ ପାଇଁ ରଖିଥିଲା। ସେମାନଙ୍କର କହିବା ଅନୁସାରେ ସେମାନଙ୍କର ବ୍ୟକ୍ତିଗତ ହୃଦବୋଧ ହେଲା ଯେ କାଳୁ ପ୍ରକୃତରେ ବାସ୍ତବରେ ମୋ ପାଖେ ପାଖେ ଅଛି, ମୋର ସବୁ କଥା ବୁଝୁଛି। ଏପରିକି ମୁଁ ଆଜି ଏଠିକି ଆସିବି, ତାର ଅନ୍ନପ୍ରସାଦ ଖାଇବି ଏବଂ କ୍ଷୀରି ଖାଇବି, ସେଥିପାଇଁ ସେ 12ଟା ବେଳୁ ମୋ ପାଇଁ ଗୋଟେ ପ୍ଲେଟ୍ କ୍ଷୀରି ଲୁଚେଇକି ରଖିଥିଲା। ଆଜିର ଘଟଣାଟା ପ୍ରକୃତରେ ମାତ୍ର ଏତିକି। ଆପଣମାନଙ୍କୁ ଏ କଥା ଶୁଣିକି କେମିତି ଲାଗୁଥିବ ମୁଁ କହିପାରିବିନି। ମୋ ପାଇଁ ଜୀବନରେ ଏଇ ଯୋଉ ମହାର୍ଘ ଅନୁଭୂତି, ତାହା ହିଁ ମୋତେ ପ୍ରତି ମୁହୂର୍ତ୍ତରେ କାଳୁ ପ୍ରତି ନିବିଡ଼ ବନ୍ଧନରେ ବାନ୍ଧି ଦଉଛି। ଆପଣ ଭାବୁନାହାନ୍ତି, ଯୋଉ ଜଗନ୍ନାଥ ମନ୍ଦିରରେ ଯୋଉ
टेबुल चेयर पड़ी थरक 150-200 लोक बस खाऊं क्षीरी 12टारू सरीला ता अर्थ 12टारू 3टा भितर कौन कहीं क्षीरी मगई नथिबे निश्चय मगई थे किंतु गोटे प्लेट भी क्षीरी थिला हुए तो 12टारू 3टा भितर कहीं जड़े व्यक्ति जे क्षीरी मगई थे प्लेटा दि जा पारि था से पिला माने भूली जाई न दियंतु बा तांकर धारणा हो जे क्षीरी सब सरी जाइए समस्त ही नहीं करंतु किंतु मु स्थिर निश्चित जो कालू आश्रमटे करिवार मनरे उठिला मात्रे जड़े गोटे 30-35 लाख टंकार जमी दान कर दौरान मो ना जोटा कालू तांका मन भितर भर्ती करुच्ची ट्रस्ट डीड रेजिस्ट्रेशन होउची से टंकाटे मोर खर्च होनी मोर जे एडवोकेट सान भाई देवाशीष त्रिपाठी सी कहते बाबा कौन खर्च बार्च हम से सब मु बुझी आश्रम आम समस्त ट्रस्ट डीड रेजिस्ट्रेशन होची आपन को टंकाटे दबा पड़ोनी बिना गोटे टंका खर्च करी जदियो मु जाने से ट्रस्ट डीड रेजिस्ट्रेशन रे सम थाउजेंड्स कोर्ट फीस बा ये सब लगी हाईकोर्ट जन एडवोकेट निजे बहन कर दौरान यहाँ केमी संभव होची कालू तांका मन भीतर किसी गोटे भर्ती करुच्ची तेणु से ही कालू देखला जिते ये टोका आसूची भोक कलानी खाइब आउ से खाई सारा टे क्षीरी ताको भल लगे 12टारू साधारण लोक क्षीरी सरी जाइए मंदिर से पिलाटी कहूथिले मध्य से भूली जाइए गोटे प्लेट क्षीरी तथापि सुधा तांको रोषशाला रही जाइए तार सेटा मने पड़ुनी तार मने न पड़ाटा को कालू नियंत्रण करुच्ची कारण कालू चाहे मु आसिले से प्लेटा खाइबी ता नले एड़े के मंदिर शह शह लोक खाऊं 12टारू क्षीरी सरिलानी 3टा जाए 3 घंटा धरी गोटे प्लेट क्षीरी समस्त अजाणत कौन एमती रही प्रकृत संभव आपण ताको संभव कहीपारती मो आखिरे एटा आदौ संभव नुहे एटा हूँ कालूर चमत्कारिता कालूर करुणा कालूर कृपा कालूर मो प्रति भल पाइबा मु जेमती कालू को भल पाऊची प्रेमटा सब रेसिप्रोकाल तमें जदि जन को भल पाउच ताले अपर लोकटा तुमको भल पाइब भल पाइबाटा एक पाखिया हो पारे ना तेणु 12टारू क्षीरी सरी जाइथिले मध्य जेहेतु मु चाहेची मु प्रसाद पाई सारा पर क्षीरी खाइबी से लोभरे मते माने एठिक आनी चंती देखंतु गोटे प्लेट क्षीरी आमे 5 जन खाई बसीचु गोटे प्लेट क्षीरी ठीक रही जाइथिला एवं से पिला कहला सर गोटे प्लेट अच्छी कौन ताकू देवी एमाने तापर मते कहले आपण तो एठिक आसीचु आपणकर क्षीरी खाइबार इच्छा थिला देखंतु आपण गोटे प्लेट क्षीरी ठीक रही यही छोट छोट घटना गुड़िक तुमको कालूर ऐश्वर्य सत्ता कौन से प्रकृत रे गोटे निर्जीव काठकंडे ना गोटे चलचंचल जीवंत सत्ता ताहा प्रमाणित हो जाऊ नहीं कहीं एठी गोटे मन पड़ जाऊँ छोटिया कथा कहूँ छोटिया कथा यही सकाशे कहूँ कालू केमिति मते मो मन कथा को से तो समस्त मन कथा जानी पारे किंतु मो मन को जहाँ चाहे ताको पूर्ण करुची एई अतीत रे कई वर्ष तले मो पूरी बसारे थाए खराले खाई पी शोईकी उठिली उठिला परे मोर कहीं इच्छा से समय इच्छा है गोटे चाउलिया खाइबी चाउलिया माने कौन जोटा आप पिजुली कहती मत टे कंचा पिजुली चोबई खाई भल लगे शोईकी उठी 4:30 खंडे हम दिन
କାହିଁ ଇଚ୍ଛା ହେଲା ଗୋଟେ ପିଜୁଳି ମିଳନ୍ତା ଖାଆନ୍ତି, ଆରେ ଲାଳ ପାଟି ଟକଳା ତ ଆଉ କ'ଣ, ଏମିତି କ'ଣ ଗୋଟେ ମାନେ ଇଚ୍ଛା ହେଲା ଆରେ 4:30 ବେଳେ ପିଜୁଳି, ମୋ ବାରିରେ ତ ପିଜୁଳି ଗଛ ନାହିଁ, କିନ୍ତୁ ମନ ଉପରେ କାହାର ନିୟନ୍ତ୍ରଣ ଭାଇ ଅଛି? ତମମାନେ କ'ଣ ବସି ଭାବିଲେ କ'ଣ କେତେ କ'ଣ ଭାବୁନଥାନ୍ତ, ଏଇଟା ଟିକେ ହେଇଯାଆନ୍ତା, ସେଇଟା ଟିକେ ହେଇଯାଆନ୍ତା, ମୁଁ ଟିକେ ଯାଇ ଅମିତାଭ ବଚ୍ଚନ ସାଙ୍ଗରେ ହାତ ମିଳେଇ ଦିଅନ୍ତି, କି ଟିକେ ନରେନ୍ଦ୍ର ମୋଦି ସାଙ୍ଗରେ ଚା ପିଅନ୍ତି। କ'ଣ ଆରେ ମନଟା ହେଲା ପକ୍ଷୀରାଜ ଘୋଡ଼ା, କୁଆଡ଼େ ବୋଲେ କୁଆଡ଼େ ଉଡ଼ିଯିବ। ସେ ଏନେ ଅମିତାଭ ବଚ୍ଚନ ପାଖରେ, କେତେବେଳେ ଅନୁଷ୍କା ଶର୍ମା ପାଖରେ, କେତେବେଳେ ଐଶ୍ୱର୍ଯ୍ୟା ରାୟ ପାଖରେ ପହଞ୍ଚିଯିବ, କେତେବେଳେ ଆମେରିକା ବି ଯାଇ ବୁଲି ଯାଇ ଚାଲି ଆସିବ। ମନ ଉପରେ କାହାରି ଭାଇ ନିୟନ୍ତ୍ରଣ ନାହିଁ। ଆଉ ମୁଁ ତ ସହଜେ ଛାର ଗୋଟେ ରକ୍ତ ମାଂସ ଶରୀର, ଛୋଟିଆ ଧୂଳି କଣାର ମଣିଷଟେ, ମୋର ଇଚ୍ଛା ହେଲେ ଚାଉଳିଆ ଖାଇବୁ, ସେ ଗୋଟେ ଇଚ୍ଛା ହେଇଗଲା, ଆଉ ସଇଲା। ଇଚ୍ଛା ହେଲା, ମନ ଇଚ୍ଛାରେ ବି ମିଳିଗଲା। ଠିକ ଆର 10-15 ମିନିଟ୍ ପରେ ଆମ ଘରେ ଆସି ପହଞ୍ଚିଲା ନବ ବୁଢ଼ା। ନବ ବୁଢ଼ା ମାନେ କ'ଣ କହୁଛି, ନବ ବୁଢ଼ା ବୋଲି ତାକୁ କାହିଁ କହୁଛି, ନବର ଘର ହଉଛି ଡେଲାଙ୍ଗରେ, ପୁରୀଠୁ ପ୍ରାୟ 40 କିଲୋମିଟର ଦୂରରେ। ନବ ବୁଢ଼ା ସହିତ ମୋର ଘରୋଇ ସମ୍ପର୍କ। ସେ ଯଦିଓ ବୁଢ଼ା ସେଠି ରହେ, ସେ ମୋତେ ଭଲ ପାଏ। କେତେ ଗୋଟେ ବିଶେଷ ଅତୀତର କାର୍ଯ୍ୟକ୍ରମରେ ସେ ମୋ ସହିତ ଜଡ଼ିତ ହେଇଯାଇଛି। ପ୍ରାୟ ମୋ ପାଖକୁ ମଝିରେ ମଝିରେ ଡେଲାଙ୍ଗରୁ ଆସେ, ସୁଖ ଦୁଃଖ ହୁଏ, କେତେବେଳେ ନଡ଼ିଆଟେ ଆଣିଥିବ, କେତେବେଳେ କ'ଣଟେ ଆଣିଥିବ, ବା ତାର କ'ଣ ଅସୁବିଧା ଥିବ ମୋତେ କହିବ, ଆସିଥାଏ। କିନ୍ତୁ ଯେତେବେଳେ ଆସେ, ସେ ସକାଳ ସଟଲ ଟ୍ରେନରେ ଆସିବ, 8:30ରେ ପହଞ୍ଚିବ, ପୁଣି 10ଟା-11ଟାକୁ ଟ୍ରେନରେ ପଳେଇବ। ପ୍ରାୟ ଯେତେବେଳେ, ଆଉ କେତେବେଳେ ଏଇ ସକାଳ 8:30-9ଟା ଛଡ଼ା ଆଉ କେତେବେଳେ ସେ ଆସିବା ମୁଁ ଜାଣିନଥିଲି। ହଠାତ୍ ସେଇଦିନ 4:30 ଯେତେବେଳେ ଉଠୁଛି, ନବ ବୁଢ଼ା ଆସି ପହଞ୍ଚିଲା। ମୁଁ କହିଲି, ହରେ ନବ, ଏଇ 4:30-5ଟା ବେଳେ ହଠାତ୍ କ'ଣ ଗାଁରୁ ଏତେ ବାଟ ଆସିଛୁ, କୋଉଥିରେ ଆସିଲୁ? ନା ଗୋଟେ ଟ୍ରେନରେ। ମୁଁ କହିଲି, ସଟଲ ନାହିଁ, ସଟଲ ଲାଇନରେ ନାହିଁ, ଗୋଟେ ଲୋକାଲ ଟ୍ରେନରେ ଚାଲିଲି। ଆରେ କାହିଁକି? ନା ନାଇଁ, ଆମ ବାରିରେ ଚାଉଳିଆ ହେଇଥିଲା, ଚାଉଳିଆ ମୋ ସ୍ତ୍ରୀ ତୋଳିଲା, କହିଲା ଚାଉଳିଆଟା ତୋଳିଛି, ଏତେ ଗୋଟେ ତୋଳା ହେଇଛି, ନିଅ ପୁରେ ବାବାଙ୍କୁ ଦେଇକି ଆସିବ, ବାବା ଖାଇବେ। ମୁଁ କହିଲି, ଆରେ ଏତେ ବେଳ ହେଲାଣି, 4ଟା ବାଜିଲାଣି, ଏନେ କ'ଣ ଚାଉଳିଆଟେ ନେଇକି? ନା ହଁ, ନାଇଁ ଆଜି ନେଇଯାଅ, ତୋଳା ହେଇଛି ମାନେ ବାବାଙ୍କ ପାଖକୁ ନେଇଯାଅ। ତେଣୁ ମୁଁ ଗୋଟେ ଲୋକାଲ ଟ୍ରେନରେ ବସି ଆସିଛି, ଆଉ ଚାଉଳ ଦେଲା, ଚା ଟିକେ ପିଲା, ସେ ଚାଲିଗଲା। ମୁଁ ସେଦିନ ବି ହତବାକ୍ ହେଇଯାଇଥିଲି। ମୁଁ କହିଲି, ମୁଁ ଶୋଇକି ଉଠିଲି, ମୋର ଗୋଟେ ଚାଉଳିଆ ଖାଇବାକୁ ଇଚ୍ଛା ହେଲା ମନ ଭିତରେ, ତାର ତ ଶୋଇକି ଉଠିଲା ପରେ ମୋର ଚାଉଳିଆ ଖାଇବାକୁ ଇଚ୍ଛା ହବ, ଏବଂ ମୁଁ ବୁଝି ଚାଉଳିଆ ଖାଇବି। କାଳୁ ସାଙ୍ଗେ ସାଙ୍ଗେ ଡେଲାଙ୍ଗରେ ତା ବ୍ୟବସ୍ଥା କରିଦେଇଛି। ନବ ସ୍ତ୍ରୀ ବୁଢ଼ୀ ସେ ଚାଉଳିଆ ତୋଳିଛି, ଏବଂ ତୋଳିକି ତା ସ୍ୱାମୀକି ଜବରଦସ୍ତି କରୁଛି, ଏନେ ତୋଳା ହେଇଛି ମାନେ ତମେ ଏନେ ନେଇକି ବାବାଙ୍କୁ ଦେଇଦେଇକି ପୁରୀରେ ଆସ। ଏଇଟା କ'ଣ ମାନେ ଗୋଟେ ଆକ୍ସିଡେଣ୍ଟାଲ, ହଠାତ୍ କାକତାଳୀୟ? ଏଥିରେ କାକତାଳୀୟର ସମ୍ପର୍କ ଆସିଲେ କୋଉଠୁ? ମୁଁ ଚାଉଳିଆ ଖାଇକୁ ଶୋଇକି ଉଠିକି ମୋ ମନ ଭିତରେ ଲାଳସା ହେଉଛି, ମୁଁ ଗୋଟେ ଚାଉଳିଆ ଖାଇଲେ ଭଲ ଲାଗିଥାନ୍ତା। ଠିକ ସେତିକି ବେଳକୁ ପୁରୀଠାରୁ 40 କିଲୋମିଟର ଦୂର ଡେଲାଙ୍ଗରୁ ନବ, ଯିଏ କେତେବେଳେ 4:30-5ଟା ବେଳେ ପୁରୀରେ ପହଞ୍ଚେନି, ଲୋକାଲ ଟ୍ରେନ ଧରିକି ଆସିଛି ମତେ କେବଳ ଚାଉଳିଆ ଦେବା ପାଇଁ। ଇଏ ହେଲା ମୋର କାଳୁ। ଆଜି ଏ କଥାଟା କହିଲା ବେଳେ ନବ ଏଇ କରୋନା ଭିତରେ ସଂସାରରୁ ଚାଲି ଯାଇଛି, କିନ୍ତୁ ଆଜି ଏଇ କ୍ଷୀରି ଖାଇବା କଥା କହିଲା ବେଳେ ମୋର ନବ କଥା ତୁହାକୁ ତୁହା ମନେ ପଡ଼ିଲା, ଯେ ଗୋଟାଏ ଦିନ ଚାଉଳିଆ ଖାଇବାକୁ ଇଚ୍ଛା ହେଇଛି, ସନ୍ଧ୍ୟାବେଳଟାରେ 40 କିଲୋମିଟର ଦୂରରୁ ସେଇଦିନ ନବର ସ୍ତ୍ରୀ ଚାଉଳିଆ ତୋଳୁଛି ଏବଂ ନବକୁ ବାଧ୍ୟ କରୁଛି, ତମେ ପୁରୀରେ ନେଇକି ଆଜି ଦେଇଦେଇ ଆସ। ସେଦିନ ବି କାଳିଆ ପାଖରେ ମୁଁ ମୁଣ୍ଡ ନୁଆଇଁ ଦେଇଥିଲି। ଏଇ ଏପ୍ରିଲ 15 ତାରିଖ ଦିନ ଯେଉଁଦିନ ଆମେ ସାଲେପୁରରୁ ଫେରିଲୁ, ଏବେ ପାହାଳ ପାଖର ଜଗନ୍ନାଥ ମନ୍ଦିରରେ ଖାଇଲୁ, ସେଦିନ ମଧ୍ୟ ଯଦିଓ ଦିନ 12ଟାରୁ ସମ୍ପୂର୍ଣ୍ଣ କ୍ଷୀରି ସମସ୍ତଙ୍କ ପାଇଁ ସରିଯାଇଛି, ଦିନ 3ଟା ଯାଏଁ କାଳୁ ଗୋଟିଏ ପ୍ଲେଟ୍ କ୍ଷୀରି ମୋ ପାଇଁ ସାଇତିକି ରଖିଛି। ଏ ଘଟଣା ଦୁଇଟିକୁ ଆପଣ ଅତି ହାଲକାରେ ନେଇଯାଇପାରନ୍ତି, ମୋର କିଛି ଦୁଃଖ ନାହିଁ। ମୋ ପାଇଁ ଏଗୁଡ଼ିକ ହେଉଛି ଜୀବନରେ ଗୋଟିଏ ଗୋଟିଏ ହୀରା ପଥର ପାଇଲା ଭଳି। ଏ ଅନୁଭୂତି, ଏ ଅନୁଭବ, ମୋର ଅନୁଭୂତି କହିଲା ବେଳେ ମୁଁ କେତେବେଳେ ଦ୍ରାଢ଼ତା ଭକ୍ତି କି ଗୀତା ରାମାୟଣ ଭାଗବତାର କଥା କୁହେନି। ଏମିତି ଦେଖିଲେ ମୁଁ ଦାସିଆ ବାଉରୀ ନୁହେଁ,
ଭକ୍ତ ଶାଲବେଗ ନୁହେଁ, କି ବଳରାମ ଦାସ ମଧ୍ୟ ନୁହେଁ, କି ଯଶୋବନ୍ତ ନୁହେଁ। ମୁଁ ରକ୍ତ ମାଂସ ଶରୀରରେ ଗୋଟେ ମଧ୍ୟବିତ୍ତ ପରିବାରରେ ସମସ୍ତ ଅବଗୁଣ ସହିତ, ଗୁଣ ନୁହଁ, ଯେମିତି ମଣିଷର ଖରାପ ଗୁଣ ବି ଅନେକ ଥାଏ, ମୋ ଭିତରେ ମଧ୍ୟ ବହୁତ ଅବଗୁଣ ଅଛି। ସବୁ ଅବଗୁଣ ଭିତରେ ଥିବା ମୁଁ ଜୀବନ ଜିଉଥିବା ମଣିଷଟିଏ। କିନ୍ତୁ ମୁଁ ନିଜେ କହିପାରିବିନି ନେମାଳର ଅଚ୍ୟୁତାନନ୍ଦଙ୍କର ଶୂନ୍ୟ ପୋଥରୁ ଗୋଟେ ସମୟରେ ବାହାରିଥିଲା, ମୁଁ ସେ କଥା କହିବାକୁ ଯାଉନି। ଗୋଟେ ଘଟଣା ସେମିତି ଘଟିଥିଲା, ଶୂନ୍ୟ ପୋଥରୁ ବାହାରିଥିଲା। ଅଚ୍ୟୁତ କହୁଛନ୍ତି ଏଇ ଯୋଉ ବାବୁ ମାନେ ମୁଁ, ଇଏ ହଉଛନ୍ତି ମୋ ପରିବାରର ଲୋକ। ଯୋଉ ବ୍ୟକ୍ତିବିଶେଷ ସେ ଶୂନ୍ୟ ପୋଥିଟା ମୋ ଆଗରେ ପଢୁଥିଲେ, ମତେ ପଢେଇକି ଦେଖେଇଦେଲେ ଓଡ଼ିଆ ଅକ୍ଷରରେ ତାଳପତ୍ର ଲେଖା ହେଇଥିଲେ। ସିଏ କହିଲେ ମୁଁ ସ୍ଥିର ନିଶ୍ଚିତ ପଞ୍ଚସଖା ଥିଲାବେଳେ ଆପଣ ତାଙ୍କ ଗୋଷ୍ଠୀର ନିଶ୍ଚୟ ଜଣେ ମଣିଷ, କାରଣ ତାଳପତ୍ରରେ ଅଚ୍ୟୁତଙ୍କ ଶୂନ୍ୟ ପୋଥିରେ ଏମିତି ଆଉ ଆଜି ଯାଏ କାହାରି ଭାରିଆ ମୁଁ ନିଜେ ଏଇଟା ରଖିଛି, ମୁଁ ଦେଖିନି ଜାଣିନି। ତା ଛଡ଼ା ଧ୍ୟାନସ୍ଥ ଅବସ୍ଥାରେ ମୋ କାଳୁ ମତେ ଯାହା ସବୁ କହିଛି ସେଗୁଡ଼ା ଗୋପନୀୟ, ଗୁପ୍ତ। ପ୍ରତି କଥାଟା ଯଦି ମୁଁ ପ୍ରକାଶ କରିବି ଅନେକ ଲୋକ ତାଚ୍ଛଲ୍ୟ କରିବେ, ଅବିଶ୍ୱାସ କରିବେ, କହିବେ ଏ ଲୋକଟା ନିଜର ବଡ଼େଇ ଦେଖିବା ପାଇଁ ଗୋଟେ ମନରୁ ଫାନ୍ଦି ଫୁନ୍ଦି ଗପ କହୁଛି। ତେଣୁ ମୁଁ କାହିଁକି ବାବା କାଳୁ ମତେ କ'ଣ କହୁଛି ଧ୍ୟାନ ଅବସ୍ଥାରେ, କି ମୁଁ କ'ଣ ତାଠୁ ସନ୍ଦେଶ ପାଉଛି, କ'ଣ ମୁଁ ତମମାନଙ୍କୁ କହିକି ତମଠୁ ବାବା ଗାଳି ଖାଇବାକୁ ମୁଁ ଚାହୁଁନି। ଏମିତି ତ ଅନେକ ଲୋକ କମେଣ୍ଟରେ ଅତି କଦର୍ଯ୍ୟ ଭାଷାରେ ବି ମତେ ଗାଳି ଦଉଛନ୍ତି। ମୁଁ ସେ ଗାଳି ଗୁଡ଼ିକୁ ନିଜ ଦେହର ଚନ୍ଦନ ଭଳି ବୋଳି ଦଉଛି। ମୁଁ କାଳୁ କହୁଛି, କାଳୁ ତୁଇ ମତେ 2 ବର୍ଷ ତଳେ କହିଲୁ ଯେ ମୋ ସହିତ ତୋର ଯାହା ସମ୍ପର୍କ ତୁ ଏଥର ପବ୍ଲିକ କରିଦେ ବୋଲି, ମୁଁ ପବ୍ଲିକ କରୁଛି। କିନ୍ତୁ ପବ୍ଲିକ କରିବାର ଫଳ କ'ଣ? ଏହା ଏଇମାନଙ୍କଠୁ କୁଶ୍ଚିତ ମନ୍ତବ୍ୟ ଓ ଗାଳି ଶୁଣିବା। ଠିକ ଅଛି। ତେଣୁ ମୋର କହିବା କଥା, ପୂର୍ବ ଜନ୍ମରେ କ'ଣ କରିଥିଲି ମୁଁ କହିପାରିବିନି, ମୋର ମନେ ନାହିଁ, କି ମୁଁ ନିଜକୁ ବଡ଼ ଦିବ୍ୟ ଦ୍ରଷ୍ଟା ବୋଲି କହୁନି, ଦାବି କରୁନି। ମୋର ଅନୁଭବ କାଳୁ ସହିତ ମୋର ସମ୍ପର୍କ ଆଦୌ କେବଳ ଏଇ ଜନ୍ମର ନୁହେଁ, ଆର ଅନେକ ଜନ୍ମରୁ ତା ସହିତ ମୋର ବନ୍ଧୁତା ଚାଲି ଆସିଛି। ଏ ବନ୍ଧୁଟା ବୋଧେ ପ୍ରଗାଢ଼ ହେଇସାରିଲାଣି। ତା ନହେଲେ କେତେବେଳେ ଚାଉଳିଆଟେ ଖାଇବି, ଚାଉଳିଆ ପଠେଇ ଦଉଛି। ମୋ ପାଇଁ କ୍ଷୀରି ଗୋଟେ ପ୍ଲେଟ, ସେଟାକୁ ହୋଟେଲ କୁହାଯିବ, ସେ ଯୋଉ ଜଗନ୍ନାଥ ମନ୍ଦିର ପାହାଳ ପାଖରେ ଅଛି, କାରଣ ଯେ କେହି ଆସିବେ ଟଙ୍କା ଦେଇ ଖାଇପାରିବେ, ଡାଇନିଂ ଟେବୁଲ ଉପରେ ବସିକି। ସେଇ ହିସାବରେ କହିଲି, ଇଟ୍ ଇଜ ଆଜ ଗୁଡ୍ ଆଜ ଏ ହୋଟେଲ, ନଟ୍ ଏକ୍ଜାକ୍ଟଲି ଆଜ ଏ ଟେମ୍ପୁଲ। କିନ୍ତୁ ଏଇଭଳି ଏକ ହୋଟେଲ ବ୍ୟବସ୍ଥା ଭିତରେ ଗୋଟେ ପ୍ଲେଟ କ୍ଷୀରି ଦିନ 12ଟାରୁ ଦିନ 3ଟା ଯାଏ ମୋ ପାଇଁ ସାଇତା ହେଇକି ରହୁଛି, ଏବଂ ମୁଁ ହିଁ ଖାଉଛି। ସେ କ୍ଷୀରି ଖାଇବାର ପ୍ରଲୋଭନରେ ମୁଁ ଆସିଥିଲି ପ୍ରସାଦ ପାଇବା ପାଇଁ। ଏଗୁଡ଼ା କ'ଣ ସବୁ କିଛି ହଠାତ୍ ଖାଲି ଘଟି ଯାଉଛି? ଆ ପଛରେ କୌଣସି ଡିଭାଇନ ଡିଜାଇନ ନାହିଁ, ଐଶ୍ୱର୍ଯ୍ୟ ଯୋଜନା କିଛି ନାହିଁ। ବନ୍ଧୁ, କାଳୁକୁ ଚିହ୍ନିବା ବହୁତ କଷ୍ଟ। କିନ୍ତୁ ଏହା ମଧ୍ୟ କହୁଛି, ଆଜି ସକାଳେ ଆମେରିକା ଚିକାଗୋରୁ ଜଣେ ଅତି ଯୁବ ସଫ୍ଟୱେୟାର ବାଲା ମାନସ ଭାଇ ଆସିଥିଲେ। ତାଙ୍କ ପତ୍ନୀ, ମାନସ ଭାଇକି ବେଶୀ ହେଲେ 35-40 ହେବ, ସେ ଚିକାଗୋରୁ ଆସିଛନ୍ତି। ଏଇ 28 ତାରିଖ ଦିନ ସେ ଚିକାଗୋ ଫେରିଯିବେ। ସେ ପ୍ରଥମ ଥର ପାଇଁ ମତେ ଦେଖା କରିବାକୁ ମୋର ଭୁବନେଶ୍ୱର ବସାକୁ ଆସୁଥିଲେ। ତାଙ୍କ ସ୍ତ୍ରୀ, ତାଙ୍କର ସୁନ୍ଦରୀ ତରୁଣୀ ପତ୍ନୀ ସୌମ୍ୟା ଭଉଣୀ ଆସିଥିଲା। ତାଙ୍କ ପୁଅ ମୋକ୍ଷ, କେତେ ସୁନ୍ଦର ନାଁଟି ଦେଇଛନ୍ତି, ତାଙ୍କ ପୁଅ ନାଁ ଦେଇଛନ୍ତି ମୋକ୍ଷ। ମୋ ପେଟ ପୁରିଗଲା। ମାନେ ମାନସ ଭାଇ ତାର ଗୋଟିଏ ପୁଅର ନାଁ ଦେଇଛନ୍ତି ମୋକ୍ଷ,
ଯେଉଁ ମୋକ୍ଷର ଆଶାରେ ବୁଦ୍ଧଦେବ ରାତ୍ର ଅର୍ଦ୍ଧରେ ତାଙ୍କ ସୁନ୍ଦରୀ ପତ୍ନୀ ଏବଂ ଶିଶୁ ପୁତ୍ରକୁ ଛାଡ଼ି ଜଙ୍ଗଲକୁ ଚାଲି ଯାଇଥିଲେ କେବଳ ମୋକ୍ଷ ପ୍ରାପ୍ତି, ତାକୁ ଆପଣ ମୋକ୍ଷ କୁହନ୍ତୁ ବା ଜ୍ଞାନ ପ୍ରାପ୍ତି କୁହନ୍ତୁ। ଯେଉଁ ମରିଚିକା ପଥରେ ମୁଁ ବି ଏଇ ଜୀବନ ସାରା ଧାଇଁଛି ମୋକ୍ଷ। ଯେତେବେଳେ ଶୁଣିଲି ମାନସ ଭାଇ ତା ପୁଅଟି ନାଁ ଦେଇଛନ୍ତି ମୋକ୍ଷ, ସେ ମୋକ୍ଷ ବି ଆସିଥିଲା ଏବଂ ତାଙ୍କର ବୋଉ ବି ଆସିଥିଲେ, ତାଙ୍କୁ ମଧ୍ୟ ମୁଁ ଆଜି ଏଇ କ୍ଷୀରି ଖାଇବା କଥାଟି କହିଲି ଏଇ ସକାଶେ ଅଳ୍ପ ବୟସର ଯୁବକ, ତାଙ୍କ ପତ୍ନୀ ଅଳ୍ପ ବୟସର ଏମାନେ ମୁଁ ଚାହେଁ ମୁଁ ୟୁଟ୍ୟୁବରେ ଏତେ ଯେଉଁ କଥା କହୁଛି এই ତଥାକଥିତ ବୁଢ଼ାବୁଢ଼ୀ ମାନଙ୍କ କଥା କହୁନି, ଏମାନେ ଜୀବନଟା ତାଙ୍କ ଅନୁସାରେ ଜୀବନ ଜିଇଁ ସାରିଲେଣି। ଟ୍ରାଡିସନାଲ ପ୍ରଥା ପରମ୍ପରା ଭିତରେ ରହି ରହି ଏମାନେ ଛଟପଟ ହେଇକି କେବଳ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି। ମୁଁ ତାଙ୍କ ପାଇଁ କହୁନି ଏ ଭିଡ଼ିଓ ସବୁ, ମୁଁ କହୁଛି ଆଗାମୀ ପିଢ଼ି ପାଇଁ ଯେ ଜଗନ୍ନାଥ କେବଳ ଏକ କାଠର ନିର୍ଜୀବ ଗଣ୍ଡି ନୁହନ୍ତି। ତୁମେ ତାଙ୍କୁ ନିଜ ପରିବାରର ଗୋଟିଏ ସଦସ୍ୟ ଭାବରେ ଯଦି ଭାବି ନେଲ, ଖାଲି ଭାବିଲନି, ତାଙ୍କ ସହିତ ସେଇଭଳି ବ୍ୟବହାର କଲ, ତାହେଲେ ସ୍ୱାଭାବିକ ଭାବରେ ସିଏ ତମ ସହିତ ମଧ୍ୟ ସେଇଭଳି ବ୍ୟବହାର କରିବେ। ତମେ ଯଦି ଗୋଟେ ଲୋକକୁ ସବୁଦିନ ଗାଳି ଦଉଛ, ସେ କ'ଣ ତମକୁ ଆସି ଗେଲ କରିବ? ସିଏ ବି ଯେତେବେଳେ ସମୟ ପାଇବ ତମକୁ ଗାଳି ଦବ। ତମେ ଯଦି ଆକାଶକୁ ଗୋଟେ ଟେକା ପକଉଛ, ସେ ଟେକା ବଦଳରେ କ'ଣ ଆକାଶରୁ ଫୁଲ ଆସି ତମ ମୁଣ୍ଡରେ ପଡ଼ିବ? ସେ ଟେକାଟି ପଡ଼ିବ। କାରଣ ଏ ସଂସାର ହେଉଛି ଏକ ପ୍ରତିଧ୍ୱନି, ଏ ଇକୋ। ତୁମେ ଯଦି ଗୋଟେ ଖୋଲା ପାହାଡ଼ ପାଖରେ ଛିଡ଼ା ହେଇକି ରାମ ରାମ କହିବ, ପ୍ରତିଧ୍ୱନି ଫେରି ଆସିବ ରାମ 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 ରାମ। ଆଉ ତୁମେ ରାମ ବୋଲି ବଡ଼ ପାଟି କଲେ ରାବଣ ଫେରିବନି। ତେଣୁ ମୁଁ 100 ଥର କହୁଛି, ଜଗନ୍ନାଥଙ୍କୁ ତୁମେ ମାନେ ସମସ୍ତେ ଭଲ ପାଅ, ପ୍ରେମ କର। ତା ଭିତରେ ଛୁଆଁ ଅଛୁଆଁ, ରୀତିନୀତି, ବିଧି ବିଧାନ, ପ୍ରଥା ପରମ୍ପରା, କାଛା ମାରିକି ଲୁଗା ପିନ୍ଧିବା, ଘଣ୍ଟି ବଜେଇବା, ଧୂଆଁ ଦବା, ଖାଲି କଦଳୀ ଆଉ ଖଇ ତା ଆଗରେ ଥୋଇଦବା ଭୋଗ ନାଁରେ। ମୁଁ ଆଜି ସେ ଯେଉଁ ଝିଅଟି ମାନସର ପତ୍ନୀ ସୌମ୍ୟ ଆସିଥିଲା ଚିକାଗୋରୁ, ତାକୁ କହୁଥିଲି, ମା ତୁ ଯାହା ଖାଉଛୁ କାଳୁକୁ ତାହା ଦେ। ଯଦି ତୁ କାଳୁକୁ ଭଲ ପାଉଥାଉ, ଯଦି କାଳୁକୁ ତୁ ଠାକୁର ବୋଲି ଭାବୁଛୁ, ତାହେଲେ ତୁ ଖଇ କଦଳୀ ଦେ, ମୋର କିଛି ଆପତ୍ତି ନାହିଁ। ଯେତେ ଦିନ ଯାଏ କାଳୁକୁ ଖଇ କଦଳୀ ଦଉଥିବ, ତମେ ଜୀବନରେ ସେ ଖଇ କଦଳୀ ଖାଉଥିବ। କାଳୁ ସହିତ ଯଦି ଏ ଛୋଟିଆ ଜନ୍ମରେ ତମେ ସମ୍ପର୍କ ଯୋଡ଼ିବାକୁ ଚାହୁଁଛ, ଦୈନନ୍ଦିନ ଜୀବନଚର୍ଯ୍ୟାରେ ତୁମେ ତୁମର ଘରେ ବୁଢ଼ା ବାପାଟିକି ଯେଉଁଭଳି ବ୍ୟବହାର କରୁଛ, କାଳୁକୁ ସେଇଭଳି ବ୍ୟବହାର କର। ସେ ଯେଉଁ ମାନସ ଭାଇ ଚିକାଗୋରୁ ଆସିଥିଲା, ତାଙ୍କର ଯେ ବୁଢ଼ୀ ବୋଉ, ସିଏ କହିଲେ କାଳୁକୁ ମୁଁ ମୋର ସାଙ୍ଗ ହିସାବରେ ଦେଖୁଛି। ମୁଁ କହିଲି ୱେଲ୍ ଆଣ୍ଡ ଗୁଡ୍। କାଳୁକୁ କିଏ କୋଉ ଭାବରେ ଦେଖିବ ତା ପାଇଁ କିଛି ବି ଶାସ୍ତ୍ର ପୁରାଣ ନାହିଁ। ତମେ ସାଙ୍ଗ ହିସାବରେ ଦେଖିପାର, ମାମୁଁ ହିସାବରେ ଦେଖିପାର, ଦାଦା ହିସାବରେ ଦେଖିପାର, ପ୍ରେମିକ ହିସାବରେ ଦେଖିପାର, ପ୍ରେମିକା ହିସାବରେ ଦେଖିପାର, ଚାକର ହିସାବରେ ବି ଦେଖିପାର। ଚାକର ହିସାବରେ ଦେଖିବାକୁ କହିଲେ ତମେ ଭାବନି ମୁଁ କାଳୁକୁ ଅପମାନିତ କଲି। ତମେ ତାକୁ ଯେଉଁଭଳି ଭାବରେ ତମ ହୃଦୟର ଭାବଟାକୁ ଦବ, ସିଏ ତମକୁ ସେଇଭଳି ରେସିପ୍ରୋକେଟ କରିବ। ତେଣୁ ମୋର ଅଣ୍ଟା ବିନ୍ଧିଲେ ମଧ୍ୟ ସେ ଅଜଣା ଲୋକକୁ ପଠଉଛି ଏଇ ଭୁବନେଶ୍ୱର ବସାକୁ ଗୋଡ଼ ହାତ ଘଷି ଦେବାକୁ, ଅଣ୍ଟା ଘଷି ଦେବା ପାଇଁ। କ୍ଷୀରି ଖାଇବାକୁ ଇଚ୍ଛା ହେଲେ 3 ଘଣ୍ଟା ଧରି ଗୋଟିଏ ପ୍ଲେଟ୍ କ୍ଷୀରି ମୋ ପାଇଁ ସେ ଭିତରେ ଲୁଚେଇକି ରଖୁଛି। ଚାଉଳିଆ ଖାଇବାକୁ ଇଚ୍ଛା ହେଲେ 40 କିଲୋମିଟର ଦୂରରୁ 4:30ଟାରେ ଲୋକାଲ ଟ୍ରେନରେ ମଧ୍ୟ କେହି ଜଣେ ଆସି ମୋତେ ଚାଉଳିଆ ଦଉଛି। ଅତୀତରେ ଅନେକ ୟୁଟ୍ୟୁବ କରିଛି, କୋଉଠି ମୁଁ ରଥଯାତ୍ରା ଉପରେ ରସଗୋଲା ଖାଇଛି, ସେଗୁଡ଼ା ଆଉ ରିପିଟ୍ କରୁନାହିଁ। କିନ୍ତୁ ବାରମ୍ବାର ମୁଁ ଗୋଟିଏ କଥା ଉପରେ ଫୋକସ୍ କରୁଛି, ଏହା ଯେ କାଳୁ
आदौ निर्जीव नुहे सी एक कथा कुहा ठाकुर मो सहित जदि कथा कहूँ तुम सागर कथा कहीं कह तुम तार शत्रु ना शत्रु नुह किंतु ता प्रति तुम मित्र भाव व्यवहार कर बंधु अधिका किसी कहूना मोर मु कौन कहूँ चाहूँगी काल को ता तुम मैंने सब जानी सारिबनी तेबे एठी आउ गोटे सूचना दौची आसंता जून मासरे पुरी रे ध्यान शिविर अनुष्ठित हो कौ तारिख रे हबो सेटा आउ 8-10 दिन गला परे पप्पू महाराज जणई देबे कारण जो समुद्र कूल रे जो होटल हबो ता सहित कथाबार्ता फाइनाल हेनी किंतु मन रखंतु जून मासरे ध्यान शिविर अनुष्ठित हेबो जो मैंने नुआकरी ध्यान शिक्षा को चाहूँगी से माने से ध्यान शिविर पई नाम रेजिस्ट्रेशन करिया को पड़िबो नाम रेजिस्ट्रेशन पई आपण पप्पू महाराज सहित कथबार्ता करिवे एई मास आज है 13 तारिख एई मास 30 तारिख भितर पप्पू महाराज सहित जो मैंने नाम रेजिस्ट्रेशन करथिबे केवल सेई माने ध्यान शिविर अटेंड करि पारिबे पप्पू महाराज सहित संपर्क रखिबा केवल सकाळ 8टा रु सकाळ 9टा भितर पप्पू महाराज चाकरी करती से अत्यंत व्यस्त लोक तांको अन्य समय कहीं डिस्टर्ब करे नहीं सकाळ 8 रु सकाळ 9 भितर पप्पू महाराज को कांटेक्ट करी नाम रेजिस्ट्रेशन करई नेबे एई मास शेष तारिख सुधा पप्पू महाराज कर नंबर आपण माने समस्ते जानती 943 793 1018 943 793 1018 टिके रुहतु मुझे कन्फर्म कर दूची ठीक अच्छे 943 793 1018 जो मैंने ध्यान शिविर अटेंड करने को चाहूँगी प्रथम थर पर पुरी रे हबो जून मासरे हबो तारीख जणई दिज्व अंतत पक्षे मे 31 तारिख भितर पप्पू महाराज सहित कांटेक्ट करी नाम रेजिस्ट्रेशन करई नेबे यह प्रथम सूचना द्वितीय सूचना है जो मैंने शून्य स्वामी ध्यानपीठ आश्रम निर्माण पई साहाय्य करने को चाहूँगी ए साहाय्य परिष्कार भाव कहूँ मत करूना कालू को करुँच कालू खुशी हम कारण कालू से मंदिर तैयारी होची आ समस्त उन्मुक्त समस्ते आसी आश्रम में रही पारे जो मैंने आश्रम पाई किछि आर्थिक साहाय्य दबाक चाहूँगी से 1 टंका हो पारे 1 कोटी भी हो पारे ता मध्य कृतज्ञतार सहित मु ग्रहण करी तापाई मध्य आपण माने से पप्पू महाराज को यही नंबर रे फोन पे रे पठे पारे भावुची आज रोचे यही आजर कालूर चमत्कारिता बा कालू जो मत फ्री देखी सरप्राइज करथिला आज था ये कालूर कथा ए कथाटी केमिति लगिला मते जणेबे आर परवर्ती वीडियो रे मध्य मु पुणी गोटे कालू केमिति केते रूप रे आसी पारे तार एक ज्वलंत जीवन अनुभूति कहबी माने कालू केते प्रकार रूप रे से तुम पाखे आसी पारे किंतु ताकू चिन्ह पारिया पई तुमर से योग्यता थिबा दरकार तुम आखिर से पावर थिबा दरकार आउ आ पर वीडियो रे से कालूर आउ एक चमत्कारिता बा कालू किभली रूप रे आसीथिला माने 10 वर्ष तले नुह यही नुआ आश्रम तोला भितर घटना सब घटौची मु स्पष्ट जानूची ये आश्रम को कालू ही तैयारी करुची से कथा कहबी आज रही नमस्कार।